ସ୍ୱାଧୀନତାର ଅନେକ ବର୍ଷ ପରେ ବି ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଭଞ୍ଜନଗର ବ୍ଲକର ଡୁମାକୁମ୍ପା ପଞ୍ଚାୟତ ଡିହକୁମ୍ପାପଲ୍ଲୀ ଗାଁର ଲୋକେ। ଦୀର୍ଘ 200 ବର୍ଷ ଧରି ଏହି ଗାଁରେ ସେମାନେ ରହୁଛନ୍ତି, ଅଥଚ ସେମାନଙ୍କୁ ମୌଳିକ ସୁବିଧା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ପହଞ୍ଚି ପାରିନି। ଯେଉଁଭଳି ସ୍ଥିତିରେ ପୂର୍ବରୁ ଥିଲେ ବର୍ତ୍ତମାନ ବି ସେମିତି ଅଛନ୍ତି। ନିର୍ବାଚନ ପରେ ନିର୍ବାଚନ ଯାଉଛି, ପ୍ରତିଶ୍ରୁତି ମିଳୁଛି, କିନ୍ତୁ ସବୁ ପ୍ରତିଶ୍ରୁତି ପାଣିର ଗାର ହେଉଛି। ଆମେ ସେଇ ଡିହକୁମ୍ପାପଲ୍ଲୀ ଗାଁରେ ରହିଛୁ। ଏଠି ମହିଳା ଅଛନ୍ତି, ପୁରୁଷମାନେ ଅଛନ୍ତି। ପଚାରିବା ସେମାନେ କେତେ ବର୍ଷ ହେଲା ଏଠି ରହୁଛନ୍ତି, କ'ଣ କ'ଣ ସେମାନଙ୍କର ମୁଖ୍ୟ ସମସ୍ୟା ରହିଛି, କିନ୍ତୁ ଏଇ ଗାଁରେ ସବୁ ସୁବିଧା ପହଞ୍ଚିଛି ନା ନାହିଁ, ଯୋଜନା ପହଞ୍ଚିଛି ନା ନାହିଁ, ସେ ବିଷୟରେ ଅନେକ ଆଲୋଚନା କରିବା। କିଛି ମହିଳା ଅଛନ୍ତି। ମା, କ'ଣ କହିବେ, ଯୋଉ ଡିହକୁମ୍ପାପଲ୍ଲୀ ଗାଁରେ କେତେ ବର୍ଷ ହେଲା ଆପଣ ରହିଲେଣି, କ'ଣ କ'ଣ ସବୁ ଯୋଜନା ସରକାରଙ୍କର ପହଞ୍ଚିଛି, ଏଠି ଅସୁବିଧା କ'ଣ ରହିଛି? ପ୍ରାୟ 200 ବର୍ଷ ହବ କିଛି ଆଉ ଯୋଜନା ନାହିଁ। ଆବାସ ଯୋଜନା ହେଲେ କାହିଁ ଡାକିକି ଦିଆ ହେଲା, କିଛି ଜଣା ପଡିଲା ନାହିଁ। ଘର ଦ୍ୱାର ହେଲେ ଆସିଲା ନାହିଁ, କିଛି ନାହିଁ। ବହୁତ ଅସୁବିଧାରେ ଅଛୁ ଆଜ୍ଞା। ଆଉ କ'ଣ କହିବି? ଆଚ୍ଛା, ଯୋଉ ରାସ୍ତାଘାଟର ବ୍ୟବସ୍ଥା କେମିତି କ'ଣ, କେମିତି ଚାଷ କର? ବର୍ଷା ଟାଇମରେ ଏମିତି ଆଡ଼ିମାଳରେ ଯାଉଛୁ, ଆଉ ଖସଡ଼ା ଖସଡ଼ି ପଢ଼ାପଢ଼ି ହଉଛନ୍ତି। ପିଲା ଯାହା ହେଲେ ସ୍କୁଲକୁ ଯାଇ ପାରୁନାହାନ୍ତି, ଅଙ୍ଗନବାଡ଼ି ହେଲେ ଯାଇ ପାରୁନାହାନ୍ତି। କିଛି ନାହିଁ, କାଦ ପଙ୍କକୁ ଭୟ କରୁଛନ୍ତି। ନଦୀରେ ପାଣି ଆସୁଛି। କ'ଣ ସବୁ ଯୋଜନା ପହଞ୍ଚିଲାଣି ଆଜି? କ'ଣ କିଛି ତ ଆସୁନାହିଁ ଆଜ୍ଞା। ଆଉ କ'ଣ ନିହାତି ଭାବେ ଆଲୋଚନା କରୁଥିଲେ ମହିଳାଙ୍କ ସହିତ, କୌଣସି ଯୋଜନା ଏଠି ଆସୁନଥିବା ସେ କହିଛନ୍ତି। ମା, କ'ଣ କହିବେ, ବର୍ତ୍ତମାନ ସମୟରେ କେମିତି ଦେଖୁଛନ୍ତି ଏଇ ଯୋଉ ଚାଳ ଘର, ନୂଆଣିଆ ଚାଳ ଘର କେମିତି ଚଳୁଛନ୍ତି, ଅବସ୍ଥା କ'ଣ ରହିଛି ଆପଣଙ୍କର? ଅବସ୍ଥାରେ ରହୁଛୁ ଆଜ୍ଞା, କ'ଣ କରିବୁ? ଆଉ ଏତେ ଅବସ୍ଥାରେ ଅଛୁ, ଜାଣିଲ। ଘର ଭଲ କି ନାହିଁ, ରାସ୍ତା ଭଲ କି ନାହିଁ, କୂଅ ବନ୍ଧ ଭଲ କି ନାହିଁ। ବର୍ଷିଲେ କିନା ନଦୀରୁ କୂଅ ପାଣି ଆଣିକି ଖାଉଛୁ। ପାଇପ ଗୋଟିଏ ହେଇଛି, ଭାଇ ଗଲେ କିନା 6 ମାସ ଯାଇ ହିନ୍ଦୀ ରହୁଛୁ। ଏସବୁ ଅସୁବିଧା ସମ୍ପର୍କରେ କାହାକୁ କହିଲେଣି? କାହାକୁ କହିବୁ ଆଜ୍ଞା, କେତେ କହିଲେ ହେଲେ ହଁ ସିନା କରୁଛନ୍ତି। କିଏ କହୁଛି କି? କିଛି ନା। ଏବେ ଭୋଟ ସମୟ ଆଇଲାଣି, ଭୋଟ ଆଇଲାନି। ନେତାମାନେ ଆସିଲେ କ'ଣ କହିବେ? ନେତାମାନେ ଆସିଲେ କହିବୁ ରୁଟ ଦିଅ ବୋଲି, ରୁଟ ନାହିଁ କଲେ କିନା ଆଉ ଦବୁନି ଭୋଟ। ଆଉ ସେଟା କହୁଛି, ମନ୍ତ୍ରୀ ହେଲେ ଶୁଣୁଛୁ। ଏଥର ଭୋଟ ଦେବେନି? ଦବୁ, ରୁଟ କରିଦବୁ ବୋଇଲେ ଆଗ ଦବୁ। ରାସ୍ତା କଲେ ଏକା ଭୋଟ ଦେବେ ଯାହା କହୁଥିଲେ। ଅନ୍ୟମାନେ ବି ଅଛନ୍ତି, ପଚାରିବା। 200 ବର୍ଷର ଗାଁ, ତଥାପି କେମିତି ବିକାଶ ପହଞ୍ଚି ପାରିନି ଗାଁ, କ'ଣ ବାସ୍ତବରେ ଅସୁବିଧା ରହିଛି? ଅଛି ଆଜ୍ଞା। ଆଉ ଯେତେ ବି କାଗଜପତ୍ର ସେ ମନ୍ତ୍ରୀ ଆସିଲେ ବି ଯେତେ ଥର ବି କାଗଜପତ୍ର ଦେଲେ ସେମିତି ସେ କ'ଣ କରୁଛି କିଏ ଜାଣି, ଏମିତି ନେଇକି ତାପରେ ରଖନ୍ତି ସେ ପାଖରେ ରଖନ୍ତି। ତାପରେ ଏମିତି ଭୋଟ ଇଲେକ୍ସନ ଟାଇମ ଆସିଲେ ହଁ ଦିଆହବ, ହଁ ଚାଲ ଭୋଟ ଦେଇଦବ। ଦିଆହେଲେ ତ ଭୋଟ ଦିଆହେଲା, ଆଉ ତାଙ୍କର ରହିଲେ, ଆମେ ଆମର ରହିଲୁ। କେତେ ଦୌଡ଼ିଲେ ହେଲେ କେତେ କିଛି ହଉନି। ଏମିତି ସ୍କୁଲରେ ବି କେତେ ପିଲା ବି କେତେ ଏମିତି 7 ବର୍ଷ ହେଇକି 8-9 ବର୍ଷ ହେଇଗଲାଣି ଏମିତି ମୂର୍ଖ ହେଇକି ରହୁଛନ୍ତି। ଆଉ କେତେ କୁଆଡେ ଯିବେ ଆଜ୍ଞା କହୁନାହାନ୍ତି? ସେଇ ସାଇକି ଯିବେ, ଏମିତି ଛୋଟ ଛୋଟ ଛୁଆ ଯାକ ଜଙ୍ଗଲ ପାର ହେଇକି ଯିବେ, କିଛି ଯାଇପାରୁନାହାନ୍ତି। ଏମିତି ଅସୁବିଧା ହେଇକି ଅଛନ୍ତି। ଗୋଟେ ପାଇପ ଯଦି କେତେ ଘର ହେଲା ଅଛ ଆଜ୍ଞା, ହବ 35-40 ଘର ହବ ଏଠି ଅଛ? ଆଜ୍ଞା। ଏମିତି ଆଗ ପାଲ ଫାଲ ଦେଇକି ଅଛନ୍ତି। ଆଉ ଏବେ ଦିଟା 3ଟା ହବ ଇନ୍ଦିରା ଆବାସ ହେଇଥିଲା ଯେ, ସେଇଟା ବି 7-8 ବର୍ଷ ହେଲା ସିନ୍ଦିଆ ପଡିକି ଅଛି। ବାପା, ଗାଁର କ'ଣ ସମସ୍ୟା? ଆପଣ ତ ବହୁତ ବୁଢା ହେଲେଣି, ଜାଣିଥିବେ ସମସ୍ୟା ବିଷୟରେ। କେତେ ବର୍ଷ ହେଲା ଦାବି କଲେଣି ସରକାର ନିକଟରେ? 200 ବର୍ଷ ହବ ଆଜ୍ଞା ଗାଁ ବସିବାର। 200 ବର୍ଷ ହବ। 200 ବର୍ଷ ହେଲାନି, କ'ଣ କି ଯୋଜନା କିଛି ନାହିଁ। ଯାହାହେଲେ ହଁ ଆଗ ମାରୁଛନ୍ତି। ହଁ, ଯଦି ଆମେ ନ କରିବୁ ଆଉଟ ଟାଡ଼ କଥା କହିବେ 12 ପ୍ରକାର। ହେଲେ ଆମେ ତ ଗରିବ ଲୋକ, ଡରିଆ ଲୋକ। ଆମେ ହଉଛୁ କାଉ ଜାତି। ହେଲେ କିଏ ଟିକେ ଧୂର୍ତ୍ତ ମୂର୍ତ୍ତ କଲା ବୋଇଲେ ଧୀରେ ଲୁଚାଇକି ରହିଯାଉଛୁ। ଆମେ କାହାକୁ କହିପାରୁନୁ। ଆମର କିଛି ନାହିଁ, ଆପଣମାନଙ୍କୁ ସବୁ ଆଶା କରି ରହିଛୁ। ରାସ୍ତାଘାଟ ରେଲ ନାହିଁ, ଦେଖୁଛନ୍ତି ଆପଣମାନେ ଆସିଲେ ଆମକୁ ବହୁତ ବାଧି ଯାଉଛି। ଆପଣଙ୍କୁ ବାଧୁଛି କି ନ ବାଧୁଛି ମାଲିକ ବୁଝେ। ଆମେ ନିହାତି କିଛି ଭାବରେ ଯୋଉଭଳି ଭାବରେ ରାସ୍ତା ରହିଛି, ପାଦ ଚଲା ରାସ୍ତାରେ ଲୋକେ ଆଜି ଯା ଆସ କରୁଛନ୍ତି, କିନ୍ତୁ ରାସ୍ତାର ସୁବିଧା ହେଇପାରିଲାନି। ଯେହେତୁ ନିରୀହ ସରଳ ଲୋକ, ଏଠେକାର କିଛି କୁଜି ନେତା ସେମାନଙ୍କୁ ଧମକ ଚମକ ଦେଉଥିବାରୁ ସେମାନେ ମୁହଁ ମଧ୍ୟ ବନ୍ଦ କରିଦେଉଥିବା ଆମ କ୍ୟାମେରା ସାମ୍ନାରେ କହିଛନ୍ତି। ଅନେକ କିଛି ଲୋକ ମଧ୍ୟ ଅଛନ୍ତି, ତାଙ୍କ ସହିତ ପଚାରିବା। ଆଜ୍ଞା, ଆପଣ ଗାଁରେ ପ୍ରାୟ ସମସ୍ତଙ୍କ ଘର ଚାଳ ଘର, ପଲିଥିନ୍ ଚିରା ପଲିଥିନ୍ ଟାଳି ରହିଛନ୍ତି। କେତେ ବର୍ଷ ହେଲା ଏମିତି ରହିଛନ୍ତି, ଆବାସ ଯୋଜନା କାହିଁକି ମିଳିପାରୁନି? ଆଜ୍ଞା 200 ବର୍ଷ ବେଶୀ ହବ ଆମେ ରହିଲୁନି। ହେଲେ ଏଇଟା ଆମର 40 ଘର ଅଛି। 40 ଘର ଭିତରେ 50-60 ଭୋଟ ଯାଉଛି। ଗୋଟେ ଘର ଯୋଉଟେ ଜଙ୍ଗଲ ଉପରେ ଥିବ, ସେଠିକି ବୋରିଂ ଯାଉଛି, ରାସ୍ତା ଯାଉଛି, ଲାଇନ ଯାଉଛି। ଆମର ଏଇଟା ଭୋଟ ସରିଗଲେ, ଆଜିକି 200 ବର୍ଷ ହେଲା ମୁଁ ଭୋଟ ଦେବାର 40-30 ବର୍ଷ ହବ। ସବୁ କହୁଛନ୍ତି ରାସ୍ତାଘାଟ କରିଦେବୁ, ଘର ଦ୍ୱାର କରିଦେବୁ। ତାପରେ ଭୋଟ ଦିଆ ସରିଗଲେ ଧୀରେ ରହିଯାଉଛି। ଗୋଟେ ଘର ଯୋଉଟେ ଥିବ ଜଙ୍ଗଲ ଉପରେ ଥିଲେ ହେଲେ ମଧ୍ୟ କରେଣ୍ଟ ଯାଉଛି, ବୋରିଂ ଯାଉଛି, ତାପରେ ଘର ଦ୍ୱାର ହଉଛି। ଆମର ଏଠି 40 ଘର ଅଛୁ, ଆଜି 200 ବର୍ଷ ହେଲା। କ'ଣ ଆଶା ନେଇକି ଅଛନ୍ତି ଗାଁରେ? ଆଜ୍ଞା, ଏମିତି ତ ଏଇଟା ଆଗରୁ ଆମ ଜେଜେବାପା ଗୋସାଇଁବାପା ଥିଲେ, ଏଇଟା ସେ କାଳୁ ଆମେ ରହିଯାଇଛୁ।
ଏଠି ତ ବିକାଶ ପହଞ୍ଚୁନି, କାହିଁକି ଏ ଗାଁରେ ରହୁଛନ୍ତି ଆପଣ? ଆଉ ନ ରହିଲେ ଜାଗା ଆଉ କୋଉଠିକି ଅଛି କି ଆଜ୍ଞା? ଯାହା ହେଲେ ଆମେ ତ ଡରୁଆ ଜାତି, କାଦୁଆରକୁ ଯିବୁନୁ, କୁଲା ଖଣ୍ଡେକି ଚାଳୁଆ ଖଣ୍ଡେ କରିକି ଯାଇକି ବଞ୍ଚିବା ଲୋକ। ତ ଆମେ ଦୌଡୁ ମୃତ୍ୟୁ କଲେ ଆମେ ଡରିଛୁ। ଆମେ ଧନ ନାହିଁ, ବଳ ନାହିଁ, ଆମେ ଦେଇ ବୁଦ୍ଧି ହେଲେ ଜଣା ନାହିଁ। ନହେଲେ ଆଜ୍ଞା ଗୋଟେ ପର୍ବତ ଉପରେ ଘର କର ବୋଲି କରିଦଉଛି ଆଜି ପର୍ଯ୍ୟନ୍ତ ଯେତେବେଳେ ଅଛି। ଏଇଟା କେତେ ମାରିକ ହଉଛି ଆପଣ ବୁଝନ୍ତୁ। ଏସବୁ ଲୋକ କଣ ବେତରେ କାମ କରି ତାହା ଜୀବିକା ପୋଷଣ କରୁଛ? ହଁ, ବାଉଁଶ ଖଣ୍ଡେ କିଣିକିରି କାମ କରୁଛୁ। ଡିହ କୁମ୍ପାପଲ୍ଲୀ ଗାଁର ଲୋକେ ବାଉଁଶରେ ଚିଡ଼ି ଚାଙ୍ଗୁଡ଼ି ଭଳି ବିଭିନ୍ନ ପ୍ରକାର ଘରୋଇ ଉପକରଣ ତିଆରି କରି ସେଥିରେ ଯାହା ବିକ୍ରି କରନ୍ତି, ଘର ଚଳାନ୍ତି। ସେମାନଙ୍କର ଜମିବାଡ଼ି କିଛି ନାହିଁ। ଏଇ ଜାଗା ଖଣ୍ଡେ ସେମାନେ ପାଇଛନ୍ତି, 200 ବର୍ଷ ଧରି ଏଇ ଗାଁରେ ରହୁଛନ୍ତି। କିନ୍ତୁ ବିକାଶ କହିଲେ ଏଠି କିଛି ବି ପହଞ୍ଚି ପାରୁନି। କେବଳ ବିଜୁଳି ପହଞ୍ଚିଛି ଏବଂ ଗୋଟିଏ ନଳକୂପ ରହିଛି। ଏଇ ବିଜୁଳି ମଧ୍ୟ କେବେ କେବେ ରହୁଛି, କେବେ କେବେ ଆସୁନଥିବା ମଧ୍ୟ ଅଭିଯୋଗ ହୋଇଛି। ନଳକୂପ ଯଦି ଭାଙ୍ଗିଯାଏ 6 ମାସ ଧରି ତିଆରି ହେଉନି। ଏଇ ଯୋଉ ପୋଖରୀର ପାଣି ପିଇ, ଅସନା ପାଣି ପିଇ ସେମାନେ ରହୁଥିବା କହିଛନ୍ତି। ଯଦିଓ କହିବା ପାଖାପାଖି 35 ପରିବାର ଏଠି ରହୁଛନ୍ତି, କିନ୍ତୁ ଯୋଜନା ନିକଟରେ ପହଞ୍ଚି ପାରୁନି। ତେବେ ଦେଖିବାକୁ ବାକି ରହିଲା, ନିର୍ବାଚନ ପରେ ନିର୍ବାଚନ ସରିଯାଉଛି, କିନ୍ତୁ ସେମାନଙ୍କୁ କେବେ ତାଙ୍କର ମୌଳିକ ସୁବିଧା ପହଞ୍ଚୁଛି ତାହାରି ଉପରେ ସମସ୍ତଙ୍କର ନଜର। ଡିହ କୁମ୍ପାପଲ୍ଲୀରୁ ରାଜେଶ କୁମାର ପଣ୍ଡା, OTV।